ଗୋଟିଏ ପୋଖରୀରେ କଙ୍କଡ଼ା ରହୁଥିଲା ଏବଂ ଚତୁର ବଗ ମାଛ ଧରିବାରେ ଅସୁବିଧା ଭୋଗୁଥିଲା। ଅନାହାରରୁ ରକ୍ଷା ପାଇବା ପାଇଁ ଏହା ସହଜରେ ଖାଦ୍ୟ ପାଇବା ପାଇଁ ଯୋଜନା ପ୍ରସ୍ତୁତ କଲା। ଦିନେ ଏହା ଦୁଃଖ ମୁହଁରେ ନଦୀ କୂଳରେ ବସିଥିଲା। ପଚରା ଯିବାରୁ ବଗ କହିଛି ଯେ ଦୁର୍ଭିକ୍ଷ ହେବ ଏବଂ ପୋଖରୀରେ ଥିବା ସମସ୍ତ ପ୍ରାଣୀ ଶୀଘ୍ର ମରିଯିବେ। ନିର୍ବୋଧ ମାଛ ବଗ ଉପରେ ବିଶ୍ୱାସ କରି ଏହାର ସାହାଯ୍ୟ ଲୋଡ଼ିଥିଲେ। ବଗ ଖୁସିରେ ମାଛକୁ ପାଟିରେ ବୋହି ପର୍ବତ ନିକଟରେ ଥିବା ଅନ୍ୟ ହ୍ରଦରେ ଛାଡ଼ିଦେବାକୁ ରାଜି ହେଲା। ଏହିପରି ବଗ ପେଟକୁ ଭରିଦେଲା। ଦିନେ ଏହା ଏକ କଙ୍କଡ଼ା ଖାଇବାକୁ ସ୍ଥିର କଲା ଏବଂ ଏହାକୁ ନିଜ ପିଠିରେ ନେଇଗଲା। କଙ୍କଡ଼ା ଏକ ବନ୍ଧ୍ୟା ଜମିରେ ଅନେକ ମାଛର କଙ୍କାଳ ଦେଖି ବଗ ବିଷୟରେ ପଚାରିଲା। ବଗ ଗର୍ବର ସହିତ ସ୍ୱୀକାର କଲା ଯେ ଏହା ସମସ୍ତ ମାଛ ଖାଇଲା ଏବଂ ବର୍ତ୍ତମାନ ଏହା କଙ୍କଡ଼ା ଖାଇବ। କଙ୍କଡ଼ା ଏହା ଶୁଣି ଶୀଘ୍ର କାର୍ଯ୍ୟ କଲା ଏବଂ ବଗକୁ ମାରିବା ଏବଂ ଜୀବନ ରକ୍ଷା କରିବା ପାଇଁ ତାର ଦାଳରେ ବାଘର ବେକକୁ କାମୁଡ଼ି ମାରିଦେଲା। ଏକଦା ରାଜୁ ଏବଂ ମୋହନ ଦୁଇ ସାଙ୍ଗ ଥିଲେ। ଦୁହେଁ ଗୋଟିଏ ଗାଁରେ ରହୁଥିଲେ ଏବଂ ପରସ୍ପରକୁ ବହୁତ ବିଶ୍ୱାସ କରୁଥିଲେ। ଉଭୟ ସାଙ୍ଗ ସବୁବେଳେ ଏକାଠି ରହିଲେ ଏବଂ ବିଶ୍ୱାସ କଲେ ଯେ ସେମାନଙ୍କର ବନ୍ଧୁତା ସମୟର ପରୀକ୍ଷାରେ ଛିଡ଼ା ହେବ। ଦିନେ ସେମାନେ ଜଙ୍ଗଲରେ ବୁଲିବାକୁ ସ୍ଥିର କଲେ। ଦୁହେଁ ସକାଳେ ଯାତ୍ରା କରି ଜଙ୍ଗଲ ଭିତରେ ବୁଲିବା ଆରମ୍ଭ କଲେ। ଜଙ୍ଗଲରେ ବୁଲିବା ବେଳେ ସେମାନେ ହସୁଥିଲେ ଏବଂ ଥଟ୍ଟା କରୁଥିଲେ ଯେତେବେଳେ ହଠାତ୍ ଏକ ଭାଲୁ ସେମାନଙ୍କ ସାମ୍ନାରେ ଦେଖାଗଲା। ଭାଲୁ ଦେଖିବା ପରେ ରାଜୁ ବହୁତ ଡରିଗଲେ। ତାଙ୍କର ଅଭ୍ୟାସ ଥିଲା ପ୍ରଥମେ ନିଜ ବିଷୟରେ ଏବଂ ପରେ ଅନ୍ୟ କାହା ବିଷୟରେ ଚିନ୍ତା କରିବା। ରାଜୁ ତାଙ୍କ ସାମ୍ନାରେ ଏକ ଗଛ ଦେଖିଲେ ଏବଂ କିଛି ଚିନ୍ତା ନ କରି ସେ ଶୀଘ୍ର ଗଛ ଉପରକୁ ଚଢ଼ିଗଲେ ଏବଂ ସେ ନିଜ ଜୀବନ ବଞ୍ଚାଇବାକୁ ଚିନ୍ତା କଲେ ଏବଂ ମୋହନଙ୍କୁ ସେଠାରେ ଛାଡ଼ିଦେଲେ। ମୋହନ କିପରି ଗଛ ଉପରକୁ ଚଢ଼ିବାକୁ ଜାଣି ନଥିଲେ ଏବଂ ବର୍ତ୍ତମାନ ସେ ଭୟଭୀତ ହୋଇ ଥରିବାକୁ ଲାଗିଲେ, କିନ୍ତୁ ସେ ଜାଣିଥିଲେ ଏବଂ ଭାଲୁମାନେ ମୃତଦେହ ଛାଡ଼ିଥିବାର ଶୁଣିଥିଲେ। ସେ ଶୀଘ୍ର ନିଜକୁ ନିୟନ୍ତ୍ରଣ କରି ତଳେ ପଡ଼ିଗଲେ। ସେ ନିର୍ବ୍ରେଥ ଶ୍ୱାସ ତ୍ୟାଗ କରି ମରିଯାଇଥିବା ପରି ଦେଖାଇଲେ। ଭାଲୁ ଧୀରେ ଧୀରେ ତାଙ୍କ ନିକଟକୁ ଆସି ତାଙ୍କୁ ଗନ୍ଧ କରିବାକୁ ଲାଗିଲା। କିଛି ସମୟ ପରେ ଭାଲୁ ଅନୁଭବ କଲା ଯେ ସେ ପ୍ରକୃତରେ ମରିଛନ୍ତି। ତେଣୁ ସେ ମୋହନଙ୍କୁ ଛାଡ଼ି ସେଠାରୁ ଚାଲିଗଲେ। ଭାଲୁ ଚାଲିଯିବା ମାତ୍ରେ ରାଜୁ ଗଛରୁ ଓହ୍ଲାଇ ମୋହନଙ୍କ ପାଖକୁ ଆସି ହସି ହସି କହିଲା, ଭାଇ, ଭାଲୁ ତୁମର କାନରେ କଣ ଫୁସ୍ ଫୁସ୍ କରୁଥିଲା? ମୋହନ ଏକ ଦୀର୍ଘ ନିଶ୍ୱାସ ନେଇ କହିଲା, ଭାଲୁ ମୋତେ କହିଲା ଯେ ପ୍ରକୃତ ବନ୍ଧୁ ହିଁ କଷ୍ଟ ସମୟରେ ତୁମ ପାଖରେ ଛିଡ଼ା ହୁଏ। ଏହା କହି ମୋହନ ରାଜୁ ଆଡ଼କୁ ଚାହିଁ ଆଗକୁ ଗଲେ। ମୋହନ ଅଣ୍ଡରଷ୍ଟୁଡ ଇଥିଲେ ଯେ ରାଜୁ କେବଳ ନିଜ ଜୀବନ ରକ୍ଷା କରିବା ବିଷୟରେ ଭାବନ୍ତି ଏବଂ ବନ୍ଧୁତା ବଜାୟ ରଖିବା ବିଷୟରେ ନୁହେଁ।